कंधमाल जिला मांडीपंका आंब टांकुआ खाई मृत्यु घटना को नहीं सीपीएम पक्षर आरडीसी कार्यालय सम्मुखें गणधारणा। मंगलवार दिन गंजाम जिला सीपीएम आरडीसी कार्यालय सम्मुखें करिछि गणधारणा। मांडीपंका गाँव में आंब टाकुआ खाई दुई जण मृत्यु करथिबा दुई परिवार को 20 लाख टंका लाखाई क्षतिपूरण और जड़े सदस्य को चाकरी प्रदान करने को दाबी करिछि सीपीएम। ଏହି ଅବସରରେ ଗଞ୍ଜାମ ଜିଲ୍ଲା ସିପିଏମ୍ ସମ୍ପାଦକ ଯୁଧିଷ୍ଠିର ବେହେରାଙ୍କ ସମେତ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଦଳୀୟ ନେତୃବୃନ୍ଦ 6 ଦଫା ସମ୍ବଳିତ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରକୁ ପ୍ରଦାନ କରିଛି। ଆପଣମାନେ ସମସ୍ତେ ଜାଣନ୍ତି କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁ ଯେଉଁ ଗାଁଟି ହେଉଛି ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ। ସେଇଟା ଆମ୍ବ ଟାକୁଆ ଖାଇକିରି 2 ଜଣ ଲୋକ ଏତେବେଳକୁ ମଲେଣି। ଆଉ 2 ଜଣ ମୃତ୍ୟୁ ସହିତ କଟକରେ ସଂଘର୍ଷ କରୁଛନ୍ତି ହସ୍ପିଟାଲରେ। ଆଉ ବାକି ବ୍ରହ୍ମପୁର ମେଡିକାଲ କଲେଜରେ ଚିକିତ୍ସା ଅବସ୍ଥା ଚିକିତ୍ସିତ ହେଉଥିଲେ। ଏବଂ ଇଏ ଏକ ଦୁର୍ଭାଗ୍ୟ ଯେ ଓଡ଼ିଶାରେ ବର୍ତ୍ତମାନ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ, ଭାରତର ରାଷ୍ଟ୍ରପତି ଜଣେ ଆଦିବାସୀ। ତେଣୁ ଆମକୁ କୁହାହେଲା ଆମେ ଆଦିବାସୀମାନଙ୍କ ପ୍ରତି କେତେ ଦରଦ ଦରକାର। ତେଣୁ ଆଦିବାସୀ ଲୋକ ଖୁସି ହେବେ। କିନ୍ତୁ ଦୁର୍ଭାଗ୍ୟ ହେଉଛି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ, ଦେଶର ରାଷ୍ଟ୍ରପତି ଜଣେ ଆଦିବାସୀ, ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, ସେତିକିବେଳକୁ 2 ଜଣ ଆଦିବାସୀ ସ୍ତ୍ରୀ ଲୋକ ସେମାନେ ଅଖାଦ୍ୟ ଖାଇକିରି ଆମେ କହିବା ପାଇଁ ଚାହୁଁଛୁ ସରକାର କହୁଛନ୍ତି ଅଖାଦ୍ୟ ଖାଇକିରି ମରିଛନ୍ତି। ଏବଂ ଆମର କିଛି ଦୋଷ ନାହିଁ, ତାଙ୍କର ଅଭ୍ୟାସ ଖାଇବାର ଏଭଳିଆ ଆମ୍ବ ଟାକୁଆ। এটা যেহেতু সরকার অଛନ୍ତି কହୁଛନ୍ତି, ସରକାର ନଥିଲେ ଏତେବେଳୁ ରାସ୍ତାରେ ନିଆଁ ଜଳଉଥିଲା ବିଜେପି ବାଲା। ଆମର କହିବା କଥା ଏ ଅଖାଦ୍ୟ କାହିଁକି ଖାଇଲେ? 3 ମାସ ଧରିକି ତମେ ଲୋକଙ୍କୁ ଚାଉଳ ଦେଲନି। ଖାଦ୍ୟ ନିରାପତ୍ତା ଆଇନ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ପ୍ରତ୍ୟେକ ଲୋକ ରେସନ କାର୍ଡଧାରୀ ଯେଉଁମାନେ ତାଙ୍କୁ ସରକାର ଚାଉଳ ଦେବା ପାଇଁ ବାଧ୍ୟ। এটা ଆଇନଗତ ବ୍ୟବସ୍ଥା। ତେଣୁ 3 ମାସ ଧରିକି ତମେ ଯେଉଁ ବନ୍ଦ କଲ, ଯାହାଫଳରେ ଲୋକେ ଭୋକ ଉପାସ କେତେ ରହିବେ। ତେଣୁ ବାଧ୍ୟ ହୋଇକରି ଆମ୍ବ ଟାକୁଆ ଶୁଖେଇକି ରଖିଥିଲେ ଖାଇଲେ। ପ୍ରକୃତ କଥା ହେଉଛି 3 ମାସ ଧରିକି ତମେ କାହିଁକି ଦେଲ ନାହିଁ ତାର କାରଣ ମୁଁ କହୁଛି। ତାର କାରଣ ହେଉଛି ରେସନ କାର୍ଡକୁ ବର୍ତ୍ତମାନ ଯେଉଁ କୁହାହେଲା କେୱାଇସି ଭେରିଫିକେସନ ହେବ, ଆଧାର କାର୍ଡ ସହିତ ଲିଙ୍କ ହେବ। ତେଣୁ ରେସନ ଦୋକାନକୁ ସମସ୍ତ ହିତାଧିକାରୀଙ୍କୁ କୁହାଗଲା ଯାଇକି ତମେ ବ୍ୟକ୍ତିଗତ ଭାବରେ ହାଜର ହୋଇକରି ତମେ କେୱାଇସି ଭେରିଫିକେସନ କରିବ। ଏବଂ ଯାର ହାତ ମିଶିଲାନି, ଯାର ମୁହଁ ମିଶିଲାନି, ଯାର ଆଧାର କାର୍ଡ ଲିଙ୍କଟା ଫେଲ୍ କଲା, ସେ ଭୂତ କାର୍ଡ ହେଇଗଲା। ତେଣୁ ସରକାର କହୁଛନ୍ତି 25 ଲକ୍ଷ ଭୂତ କାର୍ଡ ଅଛି, ଭୂତ ଅଛନ୍ତି। ତାହେଲେ ମଣିଷକୁ ଭୂତ କରିବାର ପାରଙ୍ଗମତା କେବଳ ଓଡ଼ିଶାର ଯୋଗାଣ ମନ୍ତ୍ରୀଙ୍କର ଅଛି, ଆଉ କାହାର ନାହିଁ। ଭଲ କହିପାରୁଛନ୍ତି ତ ଦାସକାଠିଆ ପାଲା ଗାୟକଙ୍କ ଭଳିଆ। ତେଣୁ ସିଏ ହିଁ କହିପାରିବେ। ତେଣୁ ଏଇ ଭାବରେ ତମେ ଲୋକଙ୍କୁ 3 ମାସ ଧରିକି ଯେଉଁ ଚାଉଳ ଦେଲନି, ଯାହାଫଳରେ ଲୋକେ ଅଖାଦ୍ୟ ଖାଇବାକୁ ବାଧ୍ୟ ହେଲେ। ତେଣୁ ନଦେବାଟା ହେଉଛି ଆଇନର ଉଲ୍ଲଂଘନ। ତେଣୁ ଖାଦ୍ୟ ନିରାପତ୍ତା ଆଇନ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହେବା ଦରକାର। ଏବଂ ଯେହେତୁ ଆରଡିସି ତାର ତଦନ୍ତ କରୁଛନ୍ତି, ତେଣୁ ଆରଡିସିଙ୍କ ଅଫିସ ଆଗରେ ଆଜି ଧାରଣା ଜରିଆରେ ଆମେ ଦାବି କରୁଛୁ ଯେ ଆରଡିସି ଅନୁସନ୍ଧାନ କରି କହନ୍ତୁ ଖାଦ୍ୟ ନିରାପତ୍ତା ଆଇନ ଉଲ୍ଲଂଘନକୁ କିଏ କରିଛି। ଯିଏ ଉଲ୍ଲଂଘନକାରୀ ତା ବିରୁଦ୍ଧରେ ଅପରାଧୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, 20 ଲକ୍ଷ ଟଙ୍କା କରି ପ୍ରତ୍ୟେକ ମୃତକଙ୍କ ପରିବାରକୁ ସାହାଯ୍ୟ, ସରକାରୀ ସାହାଯ୍ୟ ଏବଂ 600 ଟଙ୍କା ମଜୁରୀରେ 200 ଦିନ କାମ, ଏମିତି ଆପଣଙ୍କର ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଅନୁଯାୟୀ ଯୋଗାଇ ଦେବା ଏବଂ ହସ୍ପିଟାଲକୁ ଉନ୍ନତମାନର ହସ୍ପିଟାଲରେ ପରିଣତ କରିବା ଏବଂ ଆଦିବାସୀ ଲୋକଙ୍କର ଜମି, ଜଙ୍ଗଲ, ପାଣିର ସମସ୍ୟାର ସମାଧାନ କରିବା। ଏ ସମସ୍ତ ଦାବିକୁ ନେଇକରି ଆରଡିସି ଯେହେତୁ ତଦନ୍ତ କରୁଛନ୍ତି, ଆମେ ଆରଡିସିଙ୍କୁ ଦାବିପତ୍ର ଦେଇକରି କହିଛୁ ଯେ ଆଇନ ଉଲ୍ଲଂଘନକାରୀଙ୍କୁ ଧରିବା ହେଉଛି ବର୍ତ୍ତମାନ ଆପଣଙ୍କର ତଦନ୍ତର କାର୍ଯ୍ୟ। ତେଣୁ ଆଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ବିଧାନ କରାଯାଏ। Please like, share and subscribe to our channel Biplay Parikrama.